ଏବଂ ଯେଉଁମାନେ ପ୍ରବେଶ କରିଛନ୍ତି ଏବଂ ବିଭିନ୍ନ ସୁବିଧା ସୁଯୋଗ ହାତେଇଛନ୍ତି ସେମାନଙ୍କର ବାବଦରେ ମଧ୍ୟ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଓଡ଼ିଶା ସରକାର ଚିନ୍ତା କରୁଛନ୍ତି। ବାଂଲାଦେଶୀ ନାଗରିକମାନଙ୍କୁ କେମିତି ପଟ୍ଟା ମିଳିବ? ଯେତେ ଯୋଜନା ଦେଶରେ କିମ୍ବା ରାଜ୍ୟରେ ହେଉଛି ସେଟା କେବଳ ଭାରତୀୟ ମାନଙ୍କ ପାଇଁ ଉଦ୍ଦିଷ୍ଟ। ବହୁତ ସମୟରେ ସୀମା ସେପଟରୁ ମୂଳତଃ ବାଂଲାଦେଶରୁ ଯେଉଁଭଳି ଭାବରେ ଅନୁପ୍ରବେଶ ହେଉଛି ଏବଂ ଅନୁପ୍ରବେଶ ଓଡ଼ିଶାରେ ମଧ୍ୟ କମ୍ ନୁହଁ। ବହୁତ ସମୟରେ ସେମାନେ ପ୍ରଶାସନକୁ ପ୍ରଭାବିତ କରିକରି ଭୋଟର କାର୍ଡ଼ ମଧ୍ୟ ତିଆରି କରୁଛନ୍ତି ଏବଂ ଆଧାର କାର୍ଡ଼ ମଧ୍ୟ ତିଆରି କରିଦେଉଛନ୍ତି ଏବଂ ଯେଉଁ ସୁବିଧା ସୁଯୋଗ ଓଡ଼ିଶାର ଗରିବ ପାଉନାହାନ୍ତି ସେଟା ଅଣଭାରତୀୟ ମଧ୍ୟ ବହୁତ ସମୟରେ ପାଉଛନ୍ତି। এটা প্রকৃতরে সারা ভারতবর্ষে পশ্চিমবঙ্গলার বেশি সেটা সেঠিকার সরকারଙ୍କର পৃষ্ঠপোষকতাରେ সীমা সেপটু এপটକୁ আসিবা এবং ସବୁ ସୁବିଧା ସୁଯୋଗ ହାତେଇବାରେ ସରକାରଙ୍କର ମଧ୍ୟ ସହଯୋଗ ରହୁଛି। ଭୋଟ ବ୍ୟାଙ୍କ ତିଆରି କରୁଛନ୍ତି ସେ ଭିତରୁ ଓଡ଼ିଶା ମଧ୍ୟ ବର୍ତ୍ତି ନାହିଁ। ଏ ବାବଦରେ ସରକାର ବହୁତ ସଚେତନ ଅଛନ୍ତି ଏବଂ ଇଏ ଅନୁପ୍ରବେଶକୁ ରୋକିବା ପାଇଁ ଏବେ ବାଂଲାଦେଶରେ ଅସ୍ଥିରତା ରାଜନୈତିକ ଅସ୍ଥିରତା ଆସିଲା ପରେ ମଧ୍ୟ ବିଚିତ୍ର ବିଚିତ୍ର ସମସ୍ୟା ସବୁ ସୃଷ୍ଟି ହେଇଛି ଯେଉଁଟା ଭାରତ ସରକାର ସାମ୍ନା କରୁଛନ୍ତି ଏବଂ ସମାଧାନ କରୁଛନ୍ତି। ଏ ପ୍ରକରଣରେ ଓଡ଼ିଶାର ଯେଉଁ ଭୂମିକା ଅଛି ଓଡ଼ିଶା ସରକାର ସେ ଭୂମିକା ପାଳନ କରିବାଟା ଆରମ୍ଭ କଲେଣି। ଅନୁପ୍ରବେଶ ଯେମିତି ହେବ ନାହିଁ ଏବଂ ଅତୀତରେ ଅନୁପ୍ରବେଶ ହେଇଥିବା ଯେଉଁମାନେ ଅଣଭାରତୀୟ ଅଛନ୍ତି ମୂଳତଃ ବାଂଲାଦେଶର ସେପଟୁ ସୀମା ପାଟ ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କ ବାବଦରେ ଓଡ଼ିଶା ସରକାର ସଚେତନ ଅଛି ଏବଂ ସେମାନଙ୍କର ଓଡ଼ିଶାର ପ୍ରବେଶକୁ ରୋକିବା ପାଇଁ ଏବଂ ଯେଉଁମାନେ ପ୍ରବେଶ କରିଛନ୍ତି ଏବଂ ବିଭିନ୍ନ ସୁବିଧା ସୁଯୋଗ ହାତେଇଛନ୍ତି ସେମାନଙ୍କର ବାବଦରେ ମଧ୍ୟ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ଓଡ଼ିଶା ସରକାର ଚିନ୍ତା କରୁଛନ୍ତି।